ଏତିକି ମା ବାପା ମନ୍ଦିରକୁ ଯାଉଛ ସମସ୍ତେ, ଶିବ ମନ୍ଦିର ହଉ, ଜଗନ୍ନାଥ ମନ୍ଦିର ହଉ, କାଳିଆ ଶାନ୍ତ ମନ୍ଦିର, ଦୁର୍ଗା ମନ୍ଦିର, ଯୋଉ ମନ୍ଦିର ଯା, ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରରେ ଯୋଉ ବ୍ରାହ୍ମଣ ଦେବତା ମାନେ ଥିବେ, ନନା ମାନେ ଥିବେ, ଧୀରେ ଧୀରେ ଆଗରେ ବସ ମା, ଧୀରେ ଯୋଉ ନନା ମାନେ ଥିବେ ମନ୍ଦିରରେ ମା ତମକୁ ପଚାରନ୍ତି କଣ କାହା ନାଁରେ ପାଣି ଢାଳିବି, କାହା ନାଁରେ ଭୋଗ ଲଗେଇବି, ହଁ କି ନାହିଁ? ତମେ କଣ କୁହ? ନନା ମୋ ଝିଅ ନା ରୀନା, ତା ନା ଟିକେ ପାଣି ଢାଳି ଦିଅ। ମୋ ପୁଅ ନା ପିଣ୍ଟୁ, ତା ନା ଟିକେ ପାଣି ଢାଳି ଦିଅ। ମୋ ସ୍ୱାମୀ ନା ପାଖରେ ଯିଏ ଠିଆ ହେଇଥିବ ତାକୁ ଟିକେ କହିଦବୁ ତା ବାପ ନାଁଟା, ନା ସେ ଅମୁକେ, ହଁ ତା ନା ଟିକେ ପାଣି ଢାଳି ଦିଅ। ମୋ ବାପ ନାଁରେ ଢାଳ, ମୋ ଭାଇ ନାଁରେ ଢାଳ। ଥରେ ଭାବିଛ କେବେ ମନ୍ଦିର ଭିତରେ ଯିଏ ଆମର ଠାକୁର ବସିଛନ୍ତି ଆମ ପୁଅ ଝିଅଙ୍କ ନାଁ ସିଏ ଜାଣିନାହାନ୍ତି, ହଁ କି ନାହିଁ? ଜାଣିଛନ୍ତି କି ନାହିଁ? ଯଦି ଜାଣିଛନ୍ତି ତାହେଲେ ନାଁ କାହିଁକି କହୁଛ? ଆଚ୍ଛା ମା ଗୋଟେ କହିବ, ନିଜ ପୁଅ ନାଁରେ ନିଜ ଝିଅ ନାଁରେ ପାଣି ଢାଳୁଛ, କେବେ ଗୋଟିଏ ମା କେହି ହାତ ଟେକିବ ଯେ ତମ ପଡ଼ିଶା ଘର ପୁଅ ନାଁରେ କେବେ ପାଣି ଢାଳିଛ? ହଁ କି ନାହିଁ? କାହିଁ ତା ବୋପା ମା ତା ନାଁରେ ଢାଳିବେନି ଯେ ମୁଁ କାହିଁକି ତା ନାଁରେ, ମୋ ଛୁଆ ନାଁରେ ମୁଁ ଢାଳିବି? ଏଇଆ ନା? ଥରେ ନିଜକୁ ପଚାର ଆମେ କେତେ ଠିକ କରୁଛନ୍ତି, କେତେ ଭୁଲ କରୁଛନ୍ତି। ଯେତେବେଳେ ନନା ପଚାରିବେ କାହା ନାଁରେ ପାଣି ଢାଳିବି, ଗୋଟେ ପଦ କୁହ। କଣ? ନନା ପାଣି ଟିକେ ପ୍ରଭୁଙ୍କ ପାଦରେ ଢାଳିଥିଲି, ଏତିକି କହିଦିଅ, ହେ ଠାକୁରେ ଏ ବିଶ୍ୱର ମଙ୍ଗଳ କର। ଯଦି ବିଶ୍ୱର ମଙ୍ଗଳ ହବ ତା ଭିତରେ ଆମର ବି ମଙ୍ଗଳ ହବ ଲୋ ମା, କାରଣ ବିଶ୍ୱ ଭିତରେ ଆମେ ହିଁ ଅଛନ୍ତି। ଆଉ ହଁ, ଯିଏ ନିଜ ସ୍ୱାର୍ଥ ପାଇଁ